हाय पिलामाने समस्तଙ୍କୁ ଓଡ଼ିଆ ସାର ଏବେ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜିର ଭିଡ଼ିଓଟି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ। ଆଜି ଆମେ ଆଲୋଚନା କରିବା ଦଶମ ଶ୍ରେଣୀ ପଦ ବିଭାଗର ଚିଲିକାରେ ସାୟନ୍ତନ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିବ। ଯଦି ଭଲ ଲାଗିଥାଏ ଲାଇକ୍ କରିବେ, କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିବେ। ଦେଖିପାରୁଛ ପିଲାମାନେ, ଏ ହେଲା ଚିଲିକାରେ ସାୟନ୍ତନ। କବି ହେଉଛନ୍ତି ରାଧାନାଥ ରାୟ। ପ୍ରଥମେ ତାଙ୍କ ପରିଚୟ ଅଛି ଦେଖ ପିଲାମାନେ। ଆଧୁନିକ ଓଡ଼ିଆ କାବ୍ୟଧାରାର ଭିତ୍ତି ସଂସ୍ଥାପକ କବି ରାଧାନାଥ ରାୟ ବାଲେଶ୍ୱର ଜିଲ୍ଲାର ସୋର ନିକଟବର୍ତ୍ତୀ କେଦାରପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। କବିଙ୍କର ପରିଚୟ ମନେ ରଖିବେ ପିଲାମାନେ। କବିଙ୍କ ଜନ୍ମ କେଉଁଠାରେ? କବିଙ୍କ ଜନ୍ମ ହେଲା ବାଲେଶ୍ୱର ଜିଲ୍ଲାର ସୋର ନିକଟବର୍ତ୍ତୀ କେଦାରପୁର ଗାଁରେ। 19ଶ ଶତାବ୍ଦୀରେ ଶିକ୍ଷା କରି ସେ ବଙ୍ଗ ବିହାର ଓଡ଼ିଶାର ବିଦ୍ୟାଳୟ ସମୂହର ଶିକ୍ଷା ବିଭାଗରେ ଇନ୍ସପେକ୍ଟର ହୋଇପାରିଥିଲେ। ନୂଆ ରୀତିରେ ଓଡ଼ିଆ କାବ୍ୟ ରଚନା କରି ଚର୍ଚ୍ଚିତ ହୋଇଥିବା ରାଧାନାଥଙ୍କ କବି କୀର୍ତ୍ତିର ଗୌରବାବହ କୃତି ମଧ୍ୟରେ କେଦାର ଗୌରୀ, ନନ୍ଦିକେଶ୍ୱରୀ, ଚନ୍ଦ୍ରଭାଗା, ଉଷା ପାର୍ବତୀ, ଚିଲିକା, ମହାଯାତ୍ରା, ଉର୍ବଶୀ ଆଦି କାବ୍ୟ ଓ ସର୍ବେଶାଂ नो ଜନନୀ ଭାରତ ଧରଣୀ କଳ୍ପଲତାୟାମ୍ ରଚନା ରାଧାନାଥଙ୍କ ସଂସ୍କୃତ ଗୀତି ପ୍ରତିଭାର ଅପୂର୍ବ ସ୍ୱାକ୍ଷର ବହନ କରେ। ଅନୁଦିତ କୃତିର ସ୍ୱାକ୍ଷର ମେଘଦୂତ ଓ ତୁଳସୀ ସ୍ତବକ ରାଧାନାଥଙ୍କ ବହୁ ପଠିତ ଓ ପାଣ୍ଡିତ କବିତ୍ୱର ଉଚ୍ଚକୋଟୀର ନିଦର୍ଶନ। ପ୍ରକୃତିକୁ ନାୟିକା କରି ଚିଲିକା ଖଣ୍ଡକାବ୍ୟ ରଚନା କରିବାରେ ତାଙ୍କ ଅବଶିଷ୍ଟ ସ୍ୱୀକୃତ। ଏଠି ମଧ୍ୟ ପିଲାମାନେ ପ୍ରଶ୍ନ ଆସିଥାଏ, ମନେ ରଖ, କବି ପ୍ରକୃତିକୁ କେଉଁ ରୂପରେ ବର୍ଣ୍ଣନା କରି ଚିଲିକା ଖଣ୍ଡକାବ୍ୟ ରଚନା କରିଛନ୍ତି? ଉତ୍ତର ହେବ ନାୟିକା ରୂପ, ନାୟିକା ଭାବରେ ନେଇକି। ଚିଲିକାରେ ସାୟନ୍ତନ ଅଂଶଟି ଚିଲିକା ଖଣ୍ଡକାବ୍ୟରୁ ଆନିତ। ଏ ମଧ୍ୟ ପ୍ରଶ୍ନ ଆସିଥାଏ ପିଲାମାନେ, ଚିଲିକାରେ ସାୟନ୍ତନ କେଉଁ କାବ୍ୟରୁ ଆସିଅଛି? ଉତ୍ତର ହେବ ଚିଲିକାର ଖଣ୍ଡକାବ୍ୟ। କେଉଁ କାବ୍ୟ? ଚିଲିକା ଖଣ୍ଡକାବ୍ୟ। ପୁଣି ଏଇଥିରୁ ପ୍ରଶ୍ନ ଆସିଥାଏ, ଚିଲିକା ଏହା କେଉଁ ପ୍ରକାର କାବ୍ୟ? ଚିଲିକା ଏକ କେଉଁ ପ୍ରକାର କାବ୍ୟ? ଉତ୍ତର ହେବ ଖଣ୍ଡକାବ୍ୟ। ମନେ ରଖ ପିଲାମାନେ, କେଉଁ ପ୍ରକାର କାବ୍ୟ? ଖଣ୍ଡକାବ୍ୟ। ଏଥିରେ ସନ୍ଧ୍ୟାକାଳୀନ ଚିଲିକାର ମନୋରମ ଦୃଶ୍ୟ ବର୍ଣ୍ଣନା କରାଯାଇଛି। କବି ସୂର୍ଯ୍ୟଙ୍କ ଗୀତାମୃତ ସ୍ମରଣ, ଜାତୀୟ ଭାବନାର ଉଦ୍ବେଳନ, ଜୀବନ ପ୍ରତି ଶାଶ୍ୱତ ବାର୍ତ୍ତା ଓ କବିଙ୍କ ସୌନ୍ଦର୍ଯ୍ୟ ଚିତ୍ତବୃତ୍ତି ଆଦି ଏଥିରେ ପ୍ରକାଶିତ। ଦେଖ ପିଲାମାନେ, ଏଠି ଚିଲିକାର ସନ୍ଧ୍ୟା ସମୟର ଯେଉଁ ମନୋରମ ଦୃଶ୍ୟ, ସୁନ୍ଦର ଦୃଶ୍ୟ କଥା କବି ବର୍ଣ୍ଣନା କରିଛନ୍ତି। ଚିଲିକାର ସନ୍ଧ୍ୟା ସମୟର ମନୋରମ ଦୃଶ୍ୟ କଥା ବର୍ଣ୍ଣନା କରିଛନ୍ତି ଏବଂ ସେଥିରେ ହେଉଛି କବି ସୂର୍ଯ୍ୟଙ୍କ ଗୀତାମୃତ ସ୍ମରଣ। କବି ସୂର୍ଯ୍ୟ କିଏ? କବି ସୂର୍ଯ୍ୟ ବଳଦେବ ରଥ, ଯେଉଁ ରଚନା କରିଥିଲେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ। ଏହି ଗୀତର ସ୍ମରଣ ହୋଇଛି ଏହି ପଦ୍ୟ ମାଧ୍ୟମରେ। ଏବଂ ଏଠି ହେଉଛି ଜାତୀୟ ଭାବନାର ଉଦ୍ବେଳନ, ଜୀବନ ପ୍ରତି ଶାଶ୍ୱତ ବାର୍ତ୍ତା ରହିଛି ଓ କବିଙ୍କ ସୌନ୍ଦର୍ଯ୍ୟ ଚିତ୍ତବୃତ୍ତି ଏଥିରେ ପ୍ରକାଶିତ। ଚାଲ ପିଲାମାନେ ଆରମ୍ଭ କରିବା। ପ୍ରତ୍ୟେକ ପଦକୁ ଆମେ ଗୋଟିଏ ପରେ ଗୋଟିଏ ବୁଝିବା। ଯେଉଁ ପଦ ବି ବୁଝି ହେଲା ନାହିଁ କମେଣ୍ଟରେ ଲେଖିବ, ମୁଁ ବୁଝିବା ପାଇଁ ଚେଷ୍ଟା କରିବି। ଦେଖ ପିଲାମାନେ, ପ୍ରଥମଟା, ପ୍ରାଚୀ ମୂଳ ଏବେ ମୀନ ଜୀବି ନାବେ, ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ। କବି ରାଧାନାଥ ରାୟ ଦିନେ ସନ୍ଧ୍ୟା ସମୟରେ ଯାଇଛନ୍ତି ବୁଲିବା ପାଇଁ ଚିଲିକାକୁ ଏବଂ ସେହି ସନ୍ଧ୍ୟା ସମୟରେ ଚିଲିକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି। ସେ ଦେଖିବାକୁ ପାଇଲେ ମତ୍ସ୍ୟଜୀବୀମାନଙ୍କୁ। ବହୁତ ଦୂରରେ ଅଛନ୍ତି, ମାଛ ଧରିବା ଉଦ୍ଦେଶ୍ୟରେ ଯାଇଛନ୍ତି ଚିଲିକା ଗର୍ଭକୁ। ତେଣୁ ଏଠି ଏହି ଧାଡ଼ିରୁ ଆମେ ବୁଝିବା, ଦେଖ, ପ୍ରାଚୀ ମୂଳ ଏବେ ମୀନ ଜୀବି ନାବେ। ପ୍ରାଚୀ ମୂଳ ଏବେ ମାନେ ପ୍ରାଚୀ ମାନେ ପୂର୍ବ ଦିଗ। କବି ପୂର୍ବ ଦିଗରେ ଦେଖିବାକୁ ପାଇଛନ୍ତି କାହାକୁ? ମୀନଜୀବୀକୁ ଦେଖିବାକୁ ପାଇଛନ୍ତି। କବି କେଉଁମାନଙ୍କୁ ଦେଖିଲେ ପୂର୍ବ ଦିଗରେ? ମୀନଜୀବୀ। ମୀନଜୀବୀ ମାନେ ମତ୍ସ୍ୟଜୀବୀ। ମୀନ ମାନେ ମାଛ, ମାଛ ବ୍ୟବସାୟ ଯାହାର, ସେ ହେଲା ମତ୍ସ୍ୟଜୀବୀ ବା ମୀନଜୀବୀ। ତ କବି ମୀନଜୀବୀମାନଙ୍କୁ ଦେଖିବାକୁ ପାଇଛନ୍ତି। ସେମାନେ କେଉଁଠି ଥିଲେ? ପୂର୍ବ ଦିଗରେ। ନାବେ ମାନେ ନାବରେ, ଡଙ୍ଗାରେ, ସେମାନେ ଡଙ୍ଗାରେ ଅଛନ୍ତି। କବି ତାହା ଦେଖିବାକୁ ପାଇଲେ। ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ। ଛାୟାକାରେ, ଛାୟାକାରେ ମାନେ ଛାୟା ଆକାରରେ, ଅସ୍ପଷ୍ଟ ଭାବରେ। ଯେହେତୁ ମତ୍ସ୍ୟଜୀବୀମାନେ ବହୁତ ଦୂରରେ ଅଛନ୍ତି, କବି ତାହା ସେମାନଙ୍କୁ ଅସ୍ପଷ୍ଟ ଭାବରେ ଦେଖୁଛନ୍ତି। ସେମାନଙ୍କ ଚିତ୍ର ସ୍ଥାନେ ସ୍ଥାନେ ଦେଖାଯାଉଛି। ଠାବେ ଠାବେ ମାନେ ସ୍ଥାନେ ସ୍ଥାନେ, ସ୍ଥାନେ ସ୍ଥାନେ କାହାର ଚିତ୍ର ଦେଖାଯାଉଛି? ମୀନଜୀବୀମାନଙ୍କର ଚିତ୍ର ଦେଖାଯାଉଛି। ପୁଣି ଆଉ କ'ଣ ଦେଖିଲେ କବି? ମତ୍ସ୍ୟଧରୀ ସବୁ ସମୁଦ୍ର ମୁହାଣେ, ନିଜ ଗୃହ କଥା ଭାବି ଏକ ଧ୍ୟାନେ, ଭାଲେରି ଶିଖରେ ସନ୍ଧ୍ୟା ତାରା ଦେଖି, ଆସନ୍ତି ପଟିକା ମହଲ୍ଲା ସେଟେକି। ଏହି ପଦକୁ ଆମେ ବୁଝିବା। ମତ୍ସ୍ୟଧରୀ ସବୁ ସମୁଦ୍ର ମୁହାଣେ, ମତ୍ସ୍ୟ ମାନେ ମାଛ, ମାଛ ଧରିକି ସେମାନେ ଆସୁଛନ୍ତି। ମାଛ ଧରିକି ସେମାନେ ସମୁଦ୍ର ମୁହାଣକୁ ଆସୁଛନ୍ତି, ନିଜ ଗୃହ କଥା ଭାବି ଏକ ଧ୍ୟାନ। ଏବଂ ସେମାନେ ଆସିବା ସମୟରେ କାହା କଥା ଭାବୁଛନ୍ତି? ପ୍ରଶ୍ନ ହେଲା, କାହା କଥା? ନିଜ ଗୃହ କଥା, ଅର୍ଥାৎ ନିଜ ପରିବାର କଥା, ନିଜ ପିଲାଛୁଆ କଥା ସେମାନେ ଭାବି ଭାବି ଆସୁଛନ୍ତି। ଏତିକି ମନେ ରହିଲା ପିଲାମାନେ, ଯେ ବୁଝି ହେଲା। ଏଥିରୁ ପ୍ରଶ୍ନ ଆସିଥାଏ, ମୀନଜୀବୀମାନେ ଆସିବା ସମୟରେ କାହା କଥା ଏକ ଧ୍ୟାନରେ ଭାବୁଥିଲେ? କାହା କଥା? ନିଜ ଗୃହ କଥା କିମ୍ବା ନିଜ ପରିବାର କଥା, ନିଜ ପିଲାଛୁଆ କଥା ଲେଖିପାରିବ। ବୁଝିଲା? ନେକ୍ସଟ ପଦକୁ ଯିବା। ଭାଲେରି ଶିଖରେ ସନ୍ଧ୍ୟା ତାରା ଦେଖି, ଆସନ୍ତି ପଟିକା ମହଲ୍ଲା ସେଟେକି। ଭାଲେରି ଶିଖର, ଭାଲେରି ଶିଖର ମାନେ ଏକ ପର୍ବତର ନାଁ, ଭାଲେରି ପର୍ବତ, ଯାହାକି ଚିଲିକାରେ ଅଛି ସେ ଶିଖର। ସେହି ଶିଖର ଉପରେ ସେମାନେ କ'ଣ ଦେଖିଲେ? ସନ୍ଧ୍ୟା ତାରା ଦେଖିବାକୁ ପାଇଲେ। ଭାଲେରି ଶିଖରେ ସେମାନେ କ'ଣ ଦେଖିଲେ? ସନ୍ଧ୍ୟା ତାରା ଦେଖିବାକୁ ପାଇଲେ।
ଅର୍ଥାତ୍ କବି ଏଠାରେ ଜଣାଇବାକୁ ଚାହୁଁଛନ୍ତି କି ସନ୍ଧ୍ୟା ତାରା ଯେଉଁ ଦେଖିଲେ ସୂଚନା ପାଇଲେ ମତ୍ସ୍ୟଜୀବୀମାନେ କ'ଣ ବୋଲିକି କି ସନ୍ଧ୍ୟା ହେବାକୁ ଯାଉଛି ଏବଂ ରାତିର ଆଗମନ ଅଛି, ତେଣୁ ସେମାନେ ଫେରୁଛନ୍ତି ସନ୍ଧ୍ୟା ତାରା ଦେଖିକି। ଏବଂ ଆସିବା ସମୟରେ ମହଲ୍ଲାସେ ଆନନ୍ଦରେ ପଟିକା ଟେକି ଦେଉଛନ୍ତି। ପଟିକା ମାନେ ପାଲ, ଯାହାକି ତାଙ୍କ ଡଙ୍ଗାଟି ସ୍ୱୟଂ ଚାଳିତ ଆକାରରେ ଆସିବ, ଆପେ ଆପେ କୂଳକୁ ଲାଗିଯିବ। ପଟିକା ଟେକି ଦେବେ, ତାହା ପବନ ସ୍ରୋତରେ ଭାସି ଆସିବ କୂଳକୁ। ତେଣୁ ପଟିକା ସେମାନେ ଟେକିକି ଆସିବେ। ମହଲ୍ଲାସେ ଟେକି ସେମାନେ ଆସୁଛନ୍ତି, ମହା ଆନନ୍ଦରେ ସେଇ ପଟିକାକୁ ଟେକି ପାଲକୁ ଟେକି ଦେଇକି ଆସୁଛନ୍ତି। ଏଇଥିରୁ କେଉଁ ପ୍ରକାର ପ୍ରଶ୍ନ ଆସିଥାଏ? ପ୍ରଶ୍ନଟି ହେଲା, ମତ୍ସ୍ୟଜୀବୀମାନେ କେଉଁ ଶିଖର ଉପରେ ସନ୍ଧ୍ୟା ତାରା ଦେଖିଲେ? କେଉଁ ଶିଖର? ଭାଲେରୀ ଶିଖର। ପୁଣି ପ୍ରଶ୍ନ ହେଲା, ମତ୍ସ୍ୟଜୀବୀମାନେ ଭାଲେରୀ ଶିଖର ଉପରେ କ'ଣ ଦେଖିବାକୁ ପାଇଲେ? ଉତ୍ତର ହେବ ସନ୍ଧ୍ୟା ତାରା। ପୁଣି ପ୍ରଶ୍ନ ହେଲା, ସେମାନେ କ'ଣ ଟେକିକି ଆସୁଥିଲେ? କ'ଣ? ପଟିକା। ବୁଝିଲା? ପରବର୍ତ୍ତୀ ପଦକୁ ଯିବା। ତାଙ୍କ କଣ୍ଠ କବିସୂର୍ଯ୍ୟ ଗୀତାମୃତ ଦୂରୁ ବହି ଆଣି ଚିଲିକା ମାରୁତ। ତାଙ୍କ କଣ୍ଠ କବିସୂର୍ଯ୍ୟ ଗୀତାମୃତ ଦୂରୁ ବହି ଆଣି ଚିଲିକା ମାରୁତ। ସେମାନେ ଆସିବା ସମୟରେ ଗୋଟେ ଗୀତ ଗାନ କରୁଛନ୍ତି। ପିଲାମାନେ ମନେ ରଖ, ସେମାନେ ଆସିବା ସମୟରେ ଗୋଟେ ଗୀତ ଗାନ କରିକି ଆସୁଛନ୍ତି, ଗୋଟେ ଗୀତ ଗାଉଛନ୍ତି। କ'ଣ ସେ ଗୀତ? କବିସୂର୍ଯ୍ୟ ଗୀତାମୃତ। କବିସୂର୍ଯ୍ୟ ମାନେ କବିସୂର୍ଯ୍ୟ ବଳଦେବ ରଥ, କବିସୂର୍ଯ୍ୟ ବଳଦେବ ରଥ ତାଙ୍କ ଦ୍ୱାରା ରଚିତ ଗୋଟେ ଗୀତାମୃତ ନାଁ ହେଲା କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ। ଗୀତର ଗୋଟେ ଅଂଶ ସେମାନେ ଗାନ କରିକି ଆସୁଛନ୍ତି। ଦୂରୁ ବହି ଆଣି ଚିଲିକା ମାରୁତ, ଏବଂ ସେ ଗୀତାମୃତ, ସେଇ ମତ୍ସ୍ୟଜୀବୀମାନଙ୍କ ସଙ୍ଗୀତ ଗୀତାମୃତ, ସେ ଗୀତ ଗାନ କରିକି ଆସୁଛନ୍ତି। ସେ ଗୀତ କବି ଶୁଣିବାକୁ ପାଉଛନ୍ତି। କାହା ମାଧ୍ୟମରେ? ଚିଲିକାର ମାରୁତ ମାଧ୍ୟମରେ। ଚିଲିକାର ମାରୁତ, ମାରୁତ ମାନେ ପବନ, ଚିଲିକାର ପବନ ସେ ଗୀତକୁ କବିଙ୍କ ପାଖକୁ ଟାଣି ଆଣୁଛି। ପବନରେ ଭାସି ଆସୁଛି ସେଇ ଗୀତ, ମତ୍ସ୍ୟଜୀବୀମାନେ ଗାଉଥିବା ଗୀତ। କାହାର ଗୀତ? କବିସୂର୍ଯ୍ୟ ବଳଦେବ ରଥଙ୍କ ଗୀତ। ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ, ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ସେଇ ଗୀତଟି କାହା ପରିକା? ଉଲ୍ଲାସର ଆତ୍ମା, ଉଲ୍ଲାସ, ଆନନ୍ଦ, ଆନନ୍ଦର ଆତ୍ମା। ଯେ ଶୁଣିଲା ସେ ଗୀତର ତାନକୁ ଆନନ୍ଦ ଲାଗିବ। ସତେ ଯେମିତି ଉଲ୍ଲାସର ଆତ୍ମା ସିଏ। କ'ଣ? ସେ ଗୀତର ତାନ, ଗୀତର ସ୍ୱର, ମତ୍ସ୍ୟଜୀବୀମାନଙ୍କର ଗୀତ, ଉଲ୍ଲାସର ଆତ୍ମା। ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ, ହ୍ରଦର ନୀଳବକ୍ଷରେ ତାହା ଭାସି ଯାଉଛି, ଅଧିଷ୍ଠାନ କରୁଛି। ବସନ୍ତି ଚୌତୁକୀ ମଧୁର ହାସିନୀ, ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ଭାସିନୀ। ଏବେ ଦେଖ, ପ୍ରକୃତି ଉପରେ କବି ବର୍ଣ୍ଣନା କରିଛନ୍ତି। ପ୍ରକୃତିକୁ ଏଠି ନାୟିକା ରୂପରେ ଗ୍ରହଣ କରିଛନ୍ତି। ହସନ୍ତି ଚୌଦିକେ ମଧୁର ହାସିନୀ, ଚୌଦିକେ ମାନେ ଚାରି ଦିଗରେ, ସେଇ ଚିଲିକାର ଚାରି ଦିଗରେ ହସୁଛନ୍ତି କେଉଁମାନେ? କ'ଣ? ଦିଗପାଳିକା ଦେବୀ। ଦେବୀମାନେ ସତେ ଯେମିତି ଆବିର୍ଭାବ ହୋଇଛନ୍ତି ଏବଂ ହସୁଛନ୍ତି। ମଧୁର ହାସିନୀ, ମଧୁର ହସ କରୁଛନ୍ତି କେଉଁମାନେ? ଦିଗଙ୍ଗନାମାନେ। ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ, ଏବଂ ସେମାନେ ଦୁକୁଳ ପରିଧାନ କରୁଛନ୍ତି। ଦୁକୁଳ ମାନେ ପାଟ ଲୁଗା, ଦୁକୁଳ ମାନେ ପାଟ ଲୁଗା ପରିଧାନ କରୁଛନ୍ତି। କବି କାହାକୁ ପାଟ ଲୁଗା ବୋଲି କହିଲେ? ଅର୍ଥାତ୍ ସେହି ସମୟରେ ଜ୍ୟୋତ୍ସ୍ନା ପଡ଼ୁଛି, ଚନ୍ଦ୍ରଙ୍କ କିରଣ ପଡ଼ୁଛି, ଜ୍ୟୋତ୍ସ୍ନା ପଡ଼ୁଛି। ସେଇ କିରଣ ଯେହେତୁ ବିଚ୍ଛୁରିତ ହୋଇପଡ଼ୁଛି, କବିଙ୍କୁ ଲାଗିଲା ସତେ ଯେମିତି ଏହି ଚିଲିକାରେ ଦିଗଙ୍ଗନାମାନେ ଆବିର୍ଭାବ ହୋଇଛନ୍ତି ଏବଂ ହସ କରୁଛନ୍ତି। ଏବଂ ସେମାନେ କ'ଣ ପରିଧାନ କରୁଛନ୍ତି? ପାଟ ଲୁଗା, ପାଟ ଲୁଗା ପରିଧାନ କରିଛନ୍ତି। ଏହି ପଦରୁ କ'ଣ ପ୍ରଶ୍ନ ଆସିଥାଏ? ପ୍ରଶ୍ନ ହେଲା, କେଉଁମାନେ ଚାରି ଦିଗରେ ଆବିର୍ଭାବ ହୋଇଛନ୍ତି? ଉତ୍ତର ହେବ ଦିଗଙ୍ଗନାମାନେ। ପୁଣି ପ୍ରଶ୍ନ ହେଲା, ଦିଗଙ୍ଗନାମାନେ କେମିତିକା ବସ୍ତ୍ର ପରିଧାନ କରିଥିଲେ? ଉତ୍ତର ପାଟ ଲୁଗା। ପରବର୍ତ୍ତୀ ପଦକୁ ଯିବା। ଭାବାନ୍ତର ପୁଣି କ୍ଷଣେ କରେ ଜାତ, ଗଲାଣି ତ ଗଲା କଥାରେ ସଂଗାତ। ଏ ହେଲା ସେ ଗୀତ, ଯେଉଁ ଗୀତ କି ସେମାନେ ଗାନ କରିକି ଆସୁଥିଲେ ମତ୍ସ୍ୟଜୀବୀମାନେ। କବିସୂର୍ଯ୍ୟ ବଳଦେବ ରଥଙ୍କ ତାଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ସେଇ କାବ୍ୟର ଗୋଟେ ପଦ ହେଲା, ଗୋଟେ ଗୀତ, ଗଲାଣି ତ ଗଲା କଥାରେ ସଂଗାତ। ଏହି ଗୀତ ଗାନ କରିକି ଆସୁଥିଲେ। ଭାବାନ୍ତର ପୁଣି କ୍ଷଣେ କରି ଜାତ, ଅର୍ଥାତ୍ କବିଙ୍କ ଭାବନାରେ ପରିବର୍ତ୍ତନ ହୋଇଯାଉଛି ଏହି ସୁନ୍ଦର ଗୀତ ଶୁଣିକି। ସଙ୍ଗୀତ ଆବେଶେ ନାନା ରୂପେ ମନ, ଅତୀନ୍ଦ୍ରିୟ ଦେଶେ କରେ ବିଚରଣ। ସଙ୍ଗୀତ ଆବେଶେ ଅର୍ଥାତ୍ ମତ୍ସ୍ୟଜୀବୀମାନଙ୍କ ସଙ୍ଗୀତ ଶୁଣିକି, ଗୀତ ଶୁଣିକି କବିଙ୍କ ମନ ନିଜ ପାଖେ ଆଉ ନାହିଁ, ନିଜକୁ ସେ କଣ୍ଟ୍ରୋଲ କରିପାରୁନାହାନ୍ତି, ନିଜ ମନ କବିଙ୍କ ପାଖେ ଆଉ ନାହିଁ। ଅତୀନ୍ଦ୍ରିୟ ଦେଶକେ ବିଚରଣ କରିଯାଇଛି, ସେ ନିଜକୁ ଭୁଲି ଯାଇଛନ୍ତି, ବିମୋହିତ ବିହଳ ଯାଇଛନ୍ତି ଗୀତ ଶୁଣିକି। ସେଇ ଗଲାଣି ତ ଗଲା କଥାରେ ସଂଗାତ ଗୀତ ଶୁଣିକି। ଅତୀନ୍ଦ୍ରିୟ ଦେଶେ ମାନେ ଇନ୍ଦ୍ରିୟକୁ ଯାହା ଅତିକ୍ରମ କରିକି, ନିଜ ପାଖେ ତାଙ୍କ ମନ ନାହିଁ, ଅତୀନ୍ଦ୍ରିୟ ଦେଶରେ ବିଚରଣ କଲା। ତାଙ୍କ ମନ ଚାଲିଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ। ତାଙ୍କ ମନଟା କୁଆଡ଼େ ଚାଲି ଯାଉଛି, କେଉଁ ସ୍ଥାନକୁ ଚାଲି ଯାଉଛି, କ'ଣ ପାଇଁ ଯାଉଛି, କି ଲୋଡ଼ିବା ଆସେ ସେହି ତା ନ ଜାଣେ। କ'ଣ ପାଇବା ପାଇଁ, କ'ଣ ଲୋଡ଼ିବା ପାଇଁ ତାଙ୍କ ମନ କେଉଁ ସ୍ଥାନକୁ ଚାଲି ଯାଉଛି, କବି ତାହା ଜାଣିପାରୁନାହାନ୍ତି। ଏଇଥିରେ ମଧ୍ୟ ପ୍ରଶ୍ନ ଆସିଥାଏ,
ସଙ୍ଗୀତ ଆବେଶରେ କବିଙ୍କ ମନ କେଉଁଠି ବିଚରଣ କରେ? ଉତ୍ତର ହେବ ଅତୀନ୍ଦ୍ରିୟ ଦେଶେ। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ। ଏହା କାହା ଉଦ୍ଦେଶ୍ୟରେ କୁହାଯାଇଛି? ଯେଉଁ କବିସୂର୍ଯ୍ୟ ବଳଦେବ ରଥ ଗୀତ ରଚନା କଲେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ସେହି ଗୀତ ବିଷୟରେ ଏଠି କୁହାଯାଇଛି। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି, କବିସୂର୍ଯ୍ୟ ବଳଦେବ ରଥ ଆଜ୍ଞା ଶିରେ ଧରି ଅର୍ଥାତ୍ କାହାର ଆଶୀର୍ବାଦ ଲାଭ କଲେ? ବାଗୀଶ୍ୱରୀଙ୍କ ଆଶୀର୍ବାଦ। ବାଗୀଶ୍ୱରୀ ମାନେ ସରସ୍ୱତୀ। ମା ସରସ୍ୱତୀଙ୍କ ଆଶୀର୍ବାଦ ଲାଭରୁ, ତାଙ୍କ କୃପାରୁ ଏହିସବୁ ସୁନ୍ଦର ରଚନା କରିପାରିଲେ। ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ। ଏହି ଲୀଳା କିଏ ରଚନା କରିଛନ୍ତି? ବାଗୀଶ୍ୱରୀ ମା ସରସ୍ୱତୀ। ମା ସରସ୍ୱତୀଙ୍କ କୃପାରୁ କବିସୂର୍ଯ୍ୟ ବଳଦେବ ରଥ ଏହି ରଚନାଟି ଲେଖିପାରିଲେ। ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ଏଠି ଧନ୍ୟ ରଥେ ବୋଲି କହିଲେ। ରଥେ ମାନେ ବଳଦେବ ରଥ। କବି ଏଠି ବଳଦେବ ରଥଙ୍କୁ ଧନ୍ୟ ବୋଲି କହିଛନ୍ତି। ତୁମ ଜନ୍ମ ହେଉଛି ଶୁଭ କ୍ଷଣରେ, ଏକ ଶୁଭ ମଙ୍ଗଳ ମୁହୂର୍ତ୍ତରେ। ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନ, ଏ ଉତ୍କଳ ଭୁବନରେ ତୁମେ ମୃତ୍ୟୁଞ୍ଜୟ ଅଟ, ଅମର ଅଟ, ତୁମର ରଚନା ପାଇଁ, ତୁମର ଏହି ଲେଖା ପାଇଁ। ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶ ଦେହେ ତୁମ୍ଭେ ଆସମାନ। ତୁମର ମାଟି ଦେହ ଗ୍ରାସିଛି ଶ୍ମଶାନ, ତୁମର ଦେହ ଏ ମାଟିରେ ମିଶିଯାଇଛି, ଶ୍ମଶାନରେ ମିଶିଯାଇଛି, କିନ୍ତୁ ତୁମର ଏଇ ଯଶ ଦେହ ଯୋଗୁଁ, ତୁମର ଏଇ ଲେଖା ଯୋଗୁଁ, ତୁମର ଏଇ ସୁନ୍ଦର ଲେଖା ଯୋଗୁଁ ଆୟୁଷ୍ମାନ ଅଟ। এই ଉତ୍କଳ ଭୁବନରେ ତୁମେ ମୃତ୍ୟୁଞ୍ଜୟ ଅଟ, ତୁମେ ଆୟୁଷ୍ମାନ ଅଟ। ଏଇଥିରୁ ପ୍ରଶ୍ନ ହେଲା, କବିସୂର୍ଯ୍ୟ ବଳଦେବ ରଥ କାହା କୃପାରୁ ସୁନ୍ଦର ଗୀତ ରଚନା କରିପାରିଛନ୍ତି? କାହା କୃପାରୁ? ବାଗୀଶ୍ୱରୀଙ୍କ। ବାଗୀଶ୍ୱରୀ ମାନେ ସରସ୍ୱତୀଙ୍କ କୃପାରୁ। ପୁଣି କିଏ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ଅଟନ୍ତି? କିଏ? କବିସୂର୍ଯ୍ୟ ବଳଦେବ ରଥ। ଯଶ ଦେହରେ କିଏ ଆସମାନ ଅଟନ୍ତି? ତାହା ବି ହେବ କବିସୂର୍ଯ୍ୟ ବଳଦେବ ରଥ। ନେକ୍ସଟ ପଦକୁ ଯିବା। ମୀନ ଆକାଶ ମାସେ ପୋତପାଳ, ତରଣୀରେ ଜାଳି ଦେଲାଣି ମଶାଳ। ତ ପୋତପାଳ ନାବିକ ସେମାନେ କ'ଣ କରୁଛନ୍ତି? ଆସିବା ସମୟରେ, ଯେଉଁ ମତ୍ସ୍ୟଜୀବୀମାନେ ଆସିବା ସମୟରେ କ'ଣ କରୁଛନ୍ତି? ମୀନମାନଙ୍କୁ ଆକର୍ଷଣ କରିବା ପାଇଁ ସେମାନେ ମଶାଲ ଜାଳି ଦେଇଛନ୍ତି। କ'ଣ ପାଇଁ ମଶାଲ ଜାଳିଛନ୍ତି? ମୀନମାନଙ୍କୁ ଆକର୍ଷଣ କରିବା ପାଇଁ। ମୀନ ମାନେ ମାଛ। ପିଲାମାନେ ଜାଣିବା କଥା, ମତ୍ସ୍ୟଜୀବୀମାନେ କ'ଣ କରନ୍ତି? ରାତି ହେଲେ ତାଙ୍କର ଗୋଟେ ଉପାୟ ଅବଲମ୍ବନ କରନ୍ତି ମାଛ ଧରିବା ପାଇଁ। ସେ ଉପାୟଟି କ'ଣ? ମଶାଲ ଜାଳିଥାନ୍ତି। ସେଇ ମଶାଲକୁ ଦେଖି ମାଛମାନେ ଆକର୍ଷିତ ହୁଅନ୍ତି ଏବଂ ଡେଇଁ ପଡ଼ନ୍ତି ଡଙ୍ଗା ଭିତରେ। ତାପରେ ମତ୍ସ୍ୟଜୀବୀମାନେ ସେଇ ମାଛକୁ ଧରନ୍ତି। ସେଥିପାଇଁ ପୋତପାଳ କ'ଣ କରିଛନ୍ତି? ମୀନମାନଙ୍କୁ ଆକର୍ଷଣ କରିବା ପାଇଁ, ମୀନ ମାନେ ମାଛ, ମାଛମାନଙ୍କୁ ଆକର୍ଷଣ କରିବା ପାଇଁ ତରଣୀରେ, ତରଣୀ ମାନେ ଡଙ୍ଗା, ଡଙ୍ଗାରେ ସେ କ'ଣ କରିଛନ୍ତି? ମଶାଲ ଜାଳିଛନ୍ତି। ଏଇଥିରେ ମଧ୍ୟ ପ୍ରଶ୍ନ ଆସିছে। ପ୍ରଶ୍ନ ହେଲା, ପୋତପାଳ ମୀନମାନଙ୍କୁ ଆକର୍ଷଣ କରିବା ପାଇଁ କ'ଣ କରିଛନ୍ତି? ଉତ୍ତର ହେବ ମଶାଲ ଜାଳିଛନ୍ତି। ପୁଣି ପ୍ରଶ୍ନ, ପୋତପାଳ କାହିଁକି ମଶାଲ ଜାଳିଛି? ଉତ୍ତର ହେବ ମୀନମାନଙ୍କୁ ଆକର୍ଷଣ କରିବା ପାଇଁ। ପରବର୍ତ୍ତୀ ପଦ, ଭାବେ ପାପ ମୃତ୍ୟୁ ପରି ଅଟଇ ସେ, ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ। ଭାବେ ପାପ ମୂର୍ତ୍ତି ପରି ଅଟେ ସେ। ସେଇ ମଶାଲକୁ କାହା ସହ ତୁଳନା କରାଯାଇଛି? ପାପ ମୂର୍ତ୍ତି ସହିତ। ସେଇ ମଶାଲକୁ କାହା ସହ ତୁଳନା କରାଯାଇଛି? ପାପ ମୂର୍ତ୍ତି। ଯେଉଁ ମଶାଲ କି ସ୍ପର୍ଶେ ମାରାତ୍ମକ ଅଟେ, ଛୁଇଁ ହେବ ନାହିଁ, କ୍ଷତିକାରକ ଅଟେ, ଛୁଇଁ ପାରିବେନି କେହି ମଶାଲକୁ, କିନ୍ତୁ ଦେଖିବାକୁ ରମ୍ୟ। ରମ୍ୟ ମାନେ ସୁନ୍ଦର। ଏଠି କବି ମଶାଲକୁ ପାପ ମୂର୍ତ୍ତି ସହିତ ତୁଳନା କରିଛନ୍ତି। ଏହି ମଧ୍ୟ ପ୍ରଶ୍ନ ଆସିଥାଏ, କବି ମଶାଲକୁ କାହା ସହ ତୁଳନା କରିଛନ୍ତି? ପାପ ମୂର୍ତ୍ତି ସହିତ। ତାପରେ ମଶାଲ ଦେଖିବାକୁ କେମିତି? ସୁନ୍ଦର। ରମ୍ୟ ମାନେ ସୁନ୍ଦର, ଏବଂ ଛୁଇଁବାକୁ ବା ସ୍ପର୍ଶରେ କେମିତି? ମାରାତ୍ମକ ଅଟେ। ପରବର୍ତ୍ତୀ ପଦକୁ ଯିବା। ପାପ ଗର୍ତ୍ତେ ଯେହ୍ନେ ପଡ଼େ ଅଜ୍ଞାନ, ତରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ଯେମିତି ଦେଖ ପିଲାମାନେ, ଅଜ୍ଞାନ ମାନେ ମୂର୍ଖ ଲୋକମାନେ କିଛି ନ ଜାଣି, ଭଲ ମନ୍ଦ ସେମାନେ ଜାଣିପାରନ୍ତି ନାହିଁ, ତେଣୁ ସେମାନେ ପାପ ଗର୍ତ୍ତରେ ପଡ଼ିଥାନ୍ତି। ଠିକ୍ ସେମିତି ମାଛମାନେ ମଧ୍ୟ କିଛି ଜାଣିପାରୁନାହାନ୍ତି, ମଶାଲକୁ ଦେଖିକି ଆକର୍ଷିତ ହୋଇକି ସେମାନେ ଡେଇଁ ପଡ଼ୁଛନ୍ତି। କେଉଁ ଜାଗାରେ? ତରି ଗର୍ଭରେ, ଡଙ୍ଗା ଗର୍ତ୍ତରେ, ଡଙ୍ଗା ଖାଲ, ଡଙ୍ଗା ଗର୍ଭରେ ସେମାନେ ଡେଇଁ ପଡ଼ୁଛନ୍ତି। ଏଠି କାହାକୁ ଅଜ୍ଞାନ ବୋଲି କୁହାଗଲା? ମୀନମାନଙ୍କୁ। ଏବଂ ପାପ ଗର୍ତ୍ତ କିଏ? କାହାକୁ କୁହାଯାଇଛି ପାପ ଗର୍ତ୍ତ ବୋଲିକି? ତରି ଗର୍ଭକୁ, ଡଙ୍ଗାର ସେଇ ଗର୍ଭକୁ ଏଠି ପାପ ଗର୍ତ୍ତ ବୋଲି କୁହାଯାଇଛି। ଏଥିରୁ ପିଲାମାନେ ପ୍ରଶ୍ନ ଦେଖ ଆସିଥାଏ ପୁଣି କ'ଣ କି କବି କାହାକୁ ଅଜ୍ଞାନ ବୋଲି କହିଛନ୍ତି? ଅଜ୍ଞାନ ସହିତ ତୁଳନା କରିଛନ୍ତି ମାଛମାନଙ୍କୁ, ମୀନମାନଙ୍କୁ। ପାପ ଗର୍ତ୍ତ ସହିତ କାହାକୁ ତୁଳନା କରିଛନ୍ତି? ତରି ଗର୍ଭକୁ। ଏବଂ ପାପ ମୂର୍ତ୍ତି କାହାକୁ କହିଛନ୍ତି? ପାପ ମୂର୍ତ୍ତି ହେଲା ମଶାଲ। ମଶାଲକୁ ପାପ ମୂର୍ତ୍ତି ବୋଲି କହିଛନ୍ତି।
ପରବର୍ତ୍ତୀ ପଦକୁ ଯିବା। ତରଙ୍ଗେ ଦୋହଲି ଦୋହଲି ବୋଇତ ଥରେ ଦିଶେ ଥରେ ହୁଏ ଅନ୍ତର୍ହିତ। ଦୁଃଖୀ ମନେ ଆଶା ଉତ୍ଥାନ ପତନ ପ୍ରାୟ ଶିଖା ଉଠେ ପଡ଼େ ଘନ ଘନ। ତରଙ୍ଗରେ ଦୋହଲି ଦୋହଲି ଆସୁଛି କ'ଣ? ବୋଇତ। ବୋଇତ ମାନେ ଡଙ୍ଗା। କବି ଏହା ଦେଖିବାକୁ ପାଉଛନ୍ତି। ତରଙ୍ଗରେ ଦୋହଲି ଦୋହଲି ଆସୁଅଛି କ'ଣ? ଡଙ୍ଗା। ନାବିକମାନଙ୍କ ଡଙ୍ଗା, ସେ ମତ୍ସ୍ୟଜୀବୀମାନଙ୍କ ଡଙ୍ଗା। ଥରେ ଦେଖାଯାଉଛି, ଥରେ ଅନ୍ତର୍ନିହିତ ହୋଇଯାଉଛି। ଥରେ ଦିଶୁଛି, ଥରେ ଲୁଚି ଯାଉଛି। ଅନ୍ତର୍ହିତ ମାନେ ଲୁଚି ଯାଉଛି। ଦୁଃଖୀ ମନେ ଆଶା ଉତ୍ଥାନ ପତନ ପ୍ରାୟ ଶିଖା ଉଠି ପଡ଼େ ଘନ ଘନ। ଯେମିତି ଦୁଃଖୀ ଲୋକମାନଙ୍କର ଆଶାର ଉତ୍ଥାନ ପତନ ହୋଇଥାଏ, ଠିକ୍ ସେମିତି ଶିଖା ମଧ୍ୟ ଉଠୁଛି ପଡ଼ୁଛି। ମଶାର ଶିଖା ଉତ୍ଥାନ ପତନ ହେଉଛି, ଉଠୁଛି ପଡ଼ୁଛି। ଏଇଥିରୁ ପିଲାମାନେ ପ୍ରଶ୍ନ ଆସେ, କ'ଣ ପ୍ରଶ୍ନ? କବି ଦୁଃଖୀ ଲୋକଙ୍କ ଆଶାର ଉତ୍ଥାନ ପତନ ସହିତ କାହାକୁ ତୁଳନା କରିଛନ୍ତି? ଶିଖାର ଉଠିବା ପଡ଼ିବା ସହିତ ତୁଳନା କରିଛନ୍ତି। ପରବର୍ତ୍ତୀ ପଦ। ନିଶା ଗମେ କ୍ରମେ ଲୋକ କୋଳାହଳ ନିବର୍ତ୍ତି ଅବନି ହେଉଛି ନିଶ୍ଚଳ। ଯେହେତୁ ରାତିର ଆଗମନ ଅଛି, ନିଶା ଗମେ, ନିଶା ମାନେ ରାତି, ରାତିର ଆଗମନ ଅଛି, ତେଣୁ ଲୋକଙ୍କ କୋଳାହଳ ଆଉ ନାହିଁ ସେଇଠି। ନିବର୍ତ୍ତି ଅବନି ହେଉଛି ନିଶ୍ଚଳ, ଅବନି ନିଶ୍ଚଳ ହୋଇଯାଇଛି, ଜଳଶୂନ୍ୟ, କାହାର କୋଳାହଳ ସେଠି ଆଉ ନାହିଁ। ଜଳସ୍ଥଳ ନଭ ଜ୍ୟୋତ୍ସ୍ନା ପରିପ୍ଲୁତ ସୃଷ୍ଟି ଦିଶେ ଯେହ୍ନେ ପାରଦ ଧୌତ। ତ ରାତିର ଆଗମନ ହେଉଛି, ଜଳ, ଚିଲିକାର ଜଳଭାଗ, ସ୍ଥଳଭାଗ ଏବଂ ଆକାଶରେ ଜ୍ୟୋତ୍ସ୍ନା ଚନ୍ଦ୍ରଙ୍କ କିରଣ, ଜହ୍ନ କିରଣ ଜୁଡ଼ୁବୁଡ଼ୁ ହୋଇ ପଡ଼ୁଛି, ବିଚ୍ଛୁରିତ ହୋଇ ପଡ଼ୁଛି, ଯଦ୍ୱାରା ଏହି ସୃଷ୍ଟି ମାନେ ଚିଲିକାର ସେ ଚାରୁ ପରିବେଶ, ଚତୁର୍ ପରିବେଶ କେମିତି ପାରଦ ଧୌତ ପରି ଦେଖାଯାଉଛି। ପରବର୍ତ୍ତୀ ପଦ। ପ୍ରତିବିମ୍ବ ରାଜେ ଦୀପ ଶୈଳ ତଳେ ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। ପ୍ରତିବିମ୍ବ ରାଜେ, କାହାର ପ୍ରତିବିମ୍ବ ଚିଲିକାର ବକ୍ଷରେ ଦେଖାଯାଉଛି? କାହାର ପ୍ରତିବିମ୍ବ? ଦୀପ ଶୈଳ, ଏହାର ପ୍ରତିବିମ୍ବ ଦେଖାଯାଉଛି ଚିଲିକା ଗର୍ଭରେ। ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ, ମାନେ ହ୍ରଦର, ଚିଲିକା ହ୍ରଦର ଅନ୍ତଃସ୍ଥଳରେ ଏସବୁ ଶୋଭା ପାଉଛି, ଏହାର ପ୍ରତିବିମ୍ବ ଗୁଡ଼ିକ ଦେଖାଯାଉଛି ଦୀପ ଶୈଳର। ପରବର୍ତ୍ତୀ ପଦ। କ୍ଷୀରୋଦ ସଦର ଜ୍ୟୋତ୍ସ୍ନାନବେ ଭାସି ଦିଶନ୍ତି ବିଶଦ ଗିରିବନ ନାସି। ତ ଜ୍ୟୋତ୍ସ୍ନାନବେ ଚନ୍ଦ୍ରଙ୍କ କିରଣରେ କ୍ଷୀର ସମୁଦ୍ର ଭାସି ଯାଉଛି। କ୍ଷୀରୋଦ ମାନେ କ୍ଷୀର ସମୁଦ୍ର, କ୍ଷୀର ସମୁଦ୍ର ଭାସି ଯାଉଛି ଏବଂ ବିଶଦ ଭାବରେ, ବିଶଦ ମାନେ ସ୍ପଷ୍ଟ ଭାବରେ ଦେଖାଯାଉଛି। କ'ଣ ଦେଖାଯାଉଛି? ଗିରିବନ ନାସି, ଚିଲିକାରେ ଥିବା ସେଇ ପାହାଡ଼, ବଣ ଏବଂ ସ୍ଥଳଭାଗ, ଯାହାକି ନଦୀ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥାଏ। ନାସି ଅର୍ଥ ସେଇ ସ୍ଥଳଭାଗ ଯାହାକି ନଦୀ ସମୁଦ୍ର ମଧ୍ୟକୁ ପ୍ରବେଶ କରେ, ତ ସେଗୁଡ଼ିକ ବିଶଦ ଭାବରେ, ସ୍ପଷ୍ଟ ଭାବରେ ଦେଖାଯାଉଛି। ପରବର୍ତ୍ତୀ ପଦ। ସ୍ନିଗ୍ଧ ତରୁପତ୍ରେ ମସୃଣ ଉପଳେ ଜକ ଜକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ। ସ୍ନିଗ୍ଧ ତରୁପତ୍ର, ସ୍ନିଗ୍ଧ ତରୁପତ୍ରେ ଜ୍ୟୋତ୍ସ୍ନା ଚନ୍ଦ୍ରଙ୍କ କିରଣ ପଡ଼ୁଛି, କୋମଳ ପତ୍ରରେ ପଡ଼ୁଛି, ଚିକଣ ବାଲି ଗରଡ଼ାରେ ପଡ଼ୁଛି। ମସୃଣ ମାନେ ଚିକଣ, ଉପଳେ ମାନେ ବାଲି ଗରଡ଼ା, ଛୋଟ ଛୋଟ ବାଲି ଗରଡ଼ା, ସେଇଠି ପଡ଼ୁଛି ଚନ୍ଦ୍ରଙ୍କ କିରଣ, ଜକ ଜକ ହୋଇକି ପଡ଼ୁଛି। ସର୍ପେ ଚିତ୍ର ଚନ୍ଦ୍ରଚୂଡ଼ ତନୁ ଭଳି ଛାୟା ମିଶ୍ର କରେ ଶୋଭେ ବନସ୍ଥଳେ। ତ କେମିତି? ସର୍ପେ ଚିତ୍ର ଚନ୍ଦ୍ରଚୂଡ଼ ତନୁ ଭଳି, ଚନ୍ଦ୍ରଚୂଡ଼ ମାନେ ମହାଦେବ ଶିବ, ଯେମିତି ଶିବଙ୍କ ଶରୀର ଶୋଭା ପାଇଥାଏ ସର୍ପ ଥିବା ଯୋଗୁଁ, ଠିକ୍ ସେମିତି ଚିଲିକାର ବନସ୍ଥଳୀ ମଧ୍ୟ ଶୋଭା ପାଉଛି। ପରବର୍ତ୍ତୀ ପଦ। ପ୍ରଶାନ୍ତ ନୀରବ ଗିରି ବନଦେଶ ନାହିଁ ଏଥି ନର ଚହଳେର ଲେଶ। ଏବେ ଚିଲିକା ପ୍ରଶାନ୍ତ ରୂପ ଧାରଣ କରିଛି, କୌଣସି ଲୋକଙ୍କର କୋଳାହଳ ନାହିଁ ସେଇଠି। ନୀରବ, ବର୍ତ୍ତମାନ ଚିଲିକାର ଗିରି ବନଦେଶ ଶାନ୍ତ ପରିବେଶ ସୃଷ୍ଟି ହୋଇଛି। ସେଠି ଲୋକଙ୍କର, ନରମାନେ ଲୋକମାନଙ୍କର କିଛି ଚିହ୍ନବର୍ଣ୍ଣ ନାହିଁ। ଦୂର ଝରନାଦ ଝିଙ୍କାରି ଝଙ୍କାର କରେ ନିଶିଥିନି ପ୍ରଭାବ ପ୍ରଚାର। ପୁଣି ପଦ। ଦୂର ଝରନାଦ, ଦୂର ଝରନାଦ ମାନେ ଦୂରରେ ଥିବା ଝରଣା ଶବ୍ଦ, ଦୂର ଝରନାଦ ମାନେ ଦୂରେ ଥିବା ଝରଣା ଶବ୍ଦ, ଏବଂ ଝିଙ୍କାରିର ଝଙ୍କାର, ଝିଙ୍କାରି ଝି 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 ଶବ୍ଦ କରୁଛି, ଏବଂ ସେଇ ଦୂରରେ ଥିବା ଝରଣା ଶବ୍ଦ ଏବଂ ଝିଙ୍କାରିର ଝଙ୍କାର କ'ଣ କରୁଛି? ରାତିର ପ୍ରଭାବକୁ ପ୍ରଚାର କରୁଛି। ପରବର୍ତ୍ତୀ ପଦ। କଳି ଉପଦ୍ରବେ ତେଜି ଲୋକାଳୟ ଶାନ୍ତିକେ ସ୍ଥଳେ ଭଜିଲେ ଆଶ୍ରୟ। କଳି ଉପଦ୍ରବେ, କଳି ମାନେ ଲୋକଙ୍କର କଳି, ଲୋକଙ୍କର କୋଳାହଳ ଯୋଗୁଁ ଶାନ୍ତି କ'ଣ କଲେ? ଶାନ୍ତି ଦେବୀ ଲୋକଙ୍କ ଆଳୟ, ଗାଁ ସହର ଛାଡ଼ି ଦେଇଛନ୍ତି। ଲୋକାଳୟ ଛାଡ଼ିଦେଲେ କିଏ? ଶାନ୍ତି ଦେବୀ। କବି ଏଇଟା ପ୍ରଶ୍ନ କରୁଛନ୍ତି, ସତେ କ'ଣ ଶାନ୍ତି ଦେବୀ ଲୋକାଳୟ ଛାଡ଼ିକି ଏଠି ଆଶ୍ରୟ ନେଲେ କି? ଯେହେତୁ ଚିଲିକାରେ ଏକ ଶାନ୍ତ ପରିବେଶ ସୃଷ୍ଟି ହୋଇଛି, ତେଣୁ କବି ପ୍ରଶ୍ନ କରୁଛନ୍ତି, ସତେ କ'ଣ ଶାନ୍ତି ଦେବୀ ଲୋକାଳୟ ଛାଡ଼ିକି ଏଠି ଆଶ୍ରୟ ନେଲେ କି? ଏଇ ଚିଲିକାରେ ଆଶ୍ରୟ ନେଲେ କି? ପୁଣି ପଦ। ପରବର୍ତ୍ତୀ ପଦ। ଚିଲିକା, ହେ ଚିଲିକା ତୋର ଏଇ ଶୋଭାବନ ବର୍ଣ୍ଣଶୋଭାମୟ ଅଟେ, ଏବଂ ତୋର ଏଇ ଦୃଶ୍ୟ ସାୟନ୍ତନ, ତୋର ସନ୍ଧ୍ୟା ସମୟର ଦୃଶ୍ୟ, ଏଇ ଚିଲିକା ଅତି ସୁନ୍ଦର ବର୍ଣ୍ଣଶୋଭାମୟ ବୋଲି କବି ଏଠି କହୁଛନ୍ତି। ଏଇଥିରୁ କ'ଣ ପ୍ରଶ୍ନ ଆସିଥାଏ ପିଲାମାନେ? ଦୂର ଝରନାଦ, ଝିଙ୍କାରି ଝଙ୍କାର, କ'ଣ
ନିଶିଥିନିର ପ୍ରଭାବ ପ୍ରଚାର କରୁଛି। ପ୍ରଶ୍ନ ଆସିଥାଏ କ'ଣ ନିଶିଥିନି ମାନେ ରାତିର ପ୍ରଭାବ ପ୍ରଚାର କରୁଛି? ଉତ୍ତର ହେବ ଦୂରରେ ଥିବା ଝରଣା ଶବ୍ଦ ଏବଂ ଝିଙ୍କାରୀର ଝଙ୍କାର ନିଶିଥିନିର ପ୍ରଭାବ ପ୍ରଚାର କରୁଛି। ପରବର୍ତ୍ତୀ ପ୍ରଶ୍ନ, କି ଶାନ୍ତି କ'ଣ ଛାଡ଼ି ଏଠି ଆଶ୍ରୟ ନେଇଛନ୍ତି ବୋଲି କବି ପ୍ରଶ୍ନ କରିଛନ୍ତି? ଉତ୍ତର ହେବ ଲୋକାଳୟ ଛାଡ଼ି। ଯଦି ଭଲ ଲାଗିଥାଏ ଲାଇକ୍ କରିବେ, କେମିତି ଲାଗିଲା କମେଣ୍ଟରେ ଜଣାଇବେ, ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବେ ଏବଂ ଯେଉଁମାନେ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ ହୋଇନ ମୁଁ ଡେସ୍କ୍ରିପ୍ସନ୍ରେ ତା'ର ଲିଙ୍କ୍ ସେୟାର କରିଛି, ତୁମେ ଜଏନ୍ ହୋଇପାରିବ। ପୁଣି ଦେଖା ହେବା ଆଉ ଏକ ଭିଡ଼ିଓରେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।